ରାଜଦାଣ୍ଡରେ ଆମିଷ ବିକିବାକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଥାନାରେ ଏତଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଜଦାଣ୍ଡରେ ଆମିଷ ବିକିବାକୁ ବିରୋଧ କରି ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ପ୍ରକାରେ ଶ୍ରୀ ଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟି ଆଗରେ ରଖି ଯାତ୍ରା ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗଜପତି ଜିଲ୍ଲାପାଳଙ୍କୁ ଏକ ପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ ଯାତ୍ରା ଚାଲିବା ଯାଏ ବଡ଼ଦାଣ୍ଡରେ ଆମିଷ ବିକ୍ରି ବନ୍ଦ କରିବାକୁ ଉଲ୍ଲେଖ କରିଥିଲେ, ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ଆମିଷ ବିକ୍ରି ନ କରିବାକୁ ସମସ୍ତ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶକୁ ମାନି ପ୍ରାୟ ଦୋକାନୀ ରଥ ଯାତ୍ରା ଚାଲିଥିବା ଯାଏ ଆମିଷ ବିକ୍ରିକୁ ବନ୍ଦ କରିଥିବା ବେଳେ ଅନ୍ୟ କିଛି ରେଷ୍ଟୁରାଣ୍ଟ ଏବଂ ଦୋକାନୀ ଜିଲ୍ଲା ପ୍ରଶାସନ ନିୟମକୁ ନ ମାନି ଆମିଷ ବିକ୍ରି କରୁଥିବା ଅଭିଯୋଗ ହୋଇଛି, ଯାହା ଫଳରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ନଗର ସଭାପତି ଶ୍ରୀ କୈଳାସ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ସଦସ୍ୟମାନେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତିଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।